ସ୍ଥାନୀୟ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଯୁକ୍ତ 2 ଓ ଯୁକ୍ତ 3 ଶାଖା ଅନୁକୂଲ୍ୟରେ ନବାଗତ ସ୍ୱେଚ୍ଛାସେବୀମାନଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୁତ କୁମାର ଅଧ୍ୟକ୍ଷତା କରିଥିବା ବେଳେ ଜାତୀୟ ସେବା ଯୋଜନାର ଦୀର୍ଘ ବର୍ଷ କାର୍ଯ୍ୟ କରିଥିବା ଅବସରପ୍ରାପ୍ତ ପ୍ରାଧ୍ୟାପକ ସରୋଜ କୁମାର ମିଶ୍ର ବିଶାରଦ ଭାବେ ଯୋଗଦେଇ ସୀମାନ୍ତ ମହାବିଦ୍ୟାଳୟରେ 1980 ମସିହାରୁ ଖୋଲିଥିବା ଜାତୀୟ ସେବା ଯୋଜନା ସହିତ ଥିବା ଦୀର୍ଘ ଦିନର ଅନୁଭୂତି ସହିତ ଜାତୀୟ ସେବା ଯୋଜନାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସୀମାନ୍ତ ମହାବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରରେ ତାଙ୍କ ସମୟରେ 651 ୟୁନିଟ୍ ରକ୍ତ ସଂଗୃହୀତ ହୋଇ ସେ ସମୟରେ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ। ଯେଉଁ ରେକର୍ଡ ଆଜି ଯାଏ ମହାବିଦ୍ୟାଳୟ ସ୍ତରରେ ଅତୁଟ ରହିଛି, ଅନ୍ୟମାନଙ୍କ ମଧ୍ୟରେ ଉଦ୍ଭିଦ ବିଜ୍ଞାନ ମୁଖ୍ୟ ଡକ୍ଟର ଅଶୋକ କୁମାର ଶର୍ମା ଓ ଜାତୀୟ ସେବା ଯୋଜନା ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ବସା ଯୋଗଦେଇ ନବାଗତ ଛାତ୍ରଛାତ୍ରୀମାନଙ୍କୁ ନିଜ ଅନୁଭବରେ ସେବା ଓ ଜାତୀୟ ସେବା ଯୋଜନା ଉପରେ ନବାଗତମାନଙ୍କୁ ଉଦ୍ବୋଧନ ଦେଇ ଉତ୍ସାହିତ କରିବା ସହ ଏଥିରେ ଯୋଗଦେବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁକ୍ତ 2 କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶିଶିର କୁମାର ପଟ୍ଟନାୟକ, ଯୁକ୍ତ 3 କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶରତ କୁମାର ପଢ଼ିଆରୀ ପୁରୁଷ ବିଭାଗ, ଆରାତି ଓ ମହିଳା ବିଭାଗ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ଲେଫ୍ଟନାଣ୍ଟ ନିହାର ରଞ୍ଜନ ମହନ୍ତ, ଅଧ୍ୟାପକ ଡକ୍ଟର ଜ୍ଞାନେନ୍ଦ୍ର ଧୀର, ଅଧ୍ୟାପକ ବିଶ୍ୱଜ୍ୟୋତି ସିଂ, ଧନ୍ଦାମୂଳକ ଶିକ୍ଷାର ସୁଜାତା ମହନ୍ତ, ପୂର୍ବତନ ସ୍ୱେଚ୍ଛାସେବୀ ମଳୟ କୁମାର ନାୟକ, ଦେବାଶିଷ ଖଟୁଆ, କନିଷ୍ଠ କିରାଣୀ ନିରଞ୍ଜନ ମହନ୍ତ ପ୍ରମୁଖ ସହଯୋଗ ଓ ଉପସ୍ଥିତି ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶିଶିର କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରିଣୀ ଆରତୀ ହୋ ଧନ୍ୟବାଦ ଅର୍ପଣ କରିଥିଲେ। ମୟୂରଭଞ୍ଜରୁ ମୁରାରୀ ମୋହନ ମହାପାତ୍ରଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।